ମା ଭୁଆଁଶୁଣୀ ମନ୍ଦିର, ବିଦାନାସୀ, କଟକ। ଇତିହାସ ଓ ଆସ୍ଥା। ଏହି ମନ୍ଦିର ପ୍ରାୟ 800 ବର୍ଷ ପୁରୁଣା ବୋଲି ସ୍ଥାନୀୟ ଲୋକମାନଙ୍କ ବିଶ୍ୱାସ। ମନ୍ଦିରର ପ୍ରତିଷ୍ଠା ସମୟରେ ଏଠି ଜଙ୍ଗଲୀ ଅଞ୍ଚଳ ଥିଲା ଏବଂ ମା ଭୁଆଁଶୁଣୀ ସ୍ୱୟଂ ଅବତରିତ ହୋଇ ଏଠାରେ ବାସ କରୁଥିବା ବିଶ୍ୱାସ କରାଯାଏ। ଏଠାରେ ଏକ ବିଶେଷ ଗଛ ଅଛି। ମନ୍ଦିର ପ୍ରାଙ୍ଗଣରେ ଏକ ଅଜଣା ବୃକ୍ଷ ଅଛି, ଯାହାର ପତ୍ର ଖାଇଲେ ଅନେକ ରୋଗ ଭଲ ହୋଇଯାଏ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି। ଏହି ବୃକ୍ଷ କୌଣସି ସାଧାରଣ ଗଛ ନୁହେଁ, ଏହା ମାଙ୍କ ଆଶୀର୍ବାଦର ଚିହ୍ନ ଭାବରେ ଦେଖାଯାଏ। ମା ଭୁଆଁଶୁଣୀଙ୍କୁ ଏଠାରେ ଗ୍ରାମ ଦେବୀ ଭାବରେ ପୂଜା କରାଯାଏ। ପ୍ରତି ମଙ୍ଗଳବାର, ଶନିବାର ଓ ବିଶେଷ ତିଥିରେ ଭକ୍ତମାନେ ଦୂର ଦୂରାନ୍ତରୁ ଆସି ମାଙ୍କ ଦର୍ଶନ କରନ୍ତି। ଚୈତ୍ର ମାସରେ ଏଠାରେ ବିଶେଷ ରୂପେ ବସନ୍ତୀ, ଦୁର୍ଗା ପୂଜା, ଅଷ୍ଟମୀ ଓ ନବମୀ ଉତ୍ସବ ପାଳନ କରାଯାଏ। ଅଧିକାଂଶ ଲୋକ ଏଠାରେ ଆସି ମାଙ୍କ ଆଶୀର୍ବାଦ ନେଇଥାନ୍ତି। ଏହି ମନ୍ଦିର କେବଳ ଏକ ଧାର୍ମିକ ସ୍ଥାନ ନୁହେଁ, ଏହା ଏକ ଆସ୍ଥା ଓ ଭକ୍ତିର କେନ୍ଦ୍ର, ଯେଉଁଠି ମା ଭୁଆଁଶୁଣୀ ନିଜ ଭକ୍ତଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରନ୍ତି। ଲୋକମାନେ ଆଗ୍ରହରେ ପୂଜା କରନ୍ତି। ମା ଭୁଆଁଶୁଣୀଙ୍କ ମହିମା ସମ୍ପୂର୍ଣ୍ଣ ଭକ୍ତି, ଆଶ୍ଚର୍ଯ୍ୟ ଓ ଦିବ୍ୟ ଅନୁଭୂତିର ଏକ ଜୀବନ୍ତ ଉଦାହରଣ। ଏହିଠାରେ କିଛି ମୁଖ୍ୟ ମହିମା ବିଷୟରେ ଜାଣିବା। ମା ଭୁଆଁଶୁଣୀଙ୍କ ଦିବ୍ୟ ମହିମା। ମାଙ୍କ ମନ୍ଦିରରେ ଥିବା ଦିବ୍ୟ ଗଛର ପତ୍ର ଖାଇଲେ ଅନେକ ଭକ୍ତଙ୍କ ରୋଗ ଭଲ ହୋଇଯାଇଛି। ଏହି ଗଛକୁ ଲୋକେ ମାର କୃପା ରୂପ ବୋଲି ମାନନ୍ତି। ତାଙ୍କର କୃପାରେ ଅସାଧ୍ୟ ଜ୍ୱର, ଦେହର ବିଭିନ୍ନ ଦୁଃଖ ଦୂର ହୋଇଛି ବୋଲି ଅନେକ ସାକ୍ଷାତକାର ରହିଛି ଏବଂ ଲୋକଙ୍କ କହିବା କଥା, ମାଙ୍କ ପ୍ରତି ଦୃଢ଼ ବିଶ୍ୱାସ ରହିଛି। ଯେଉଁମାନେ ମାଙ୍କ ନିକଟରେ ନିର୍ମଳ ହୃଦୟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ଶତ୍ରୁ ଦୂର ହୋଇଯାଆନ୍ତି। ବେପାର ହାନି, ଘର କଳେଶ, ବାହାର ଆତଙ୍କ ମାଙ୍କ ଦୈବୀ ସାନ୍ନିଧ୍ୟରେ ଶାନ୍ତ ହୋଇଯାଏ। ଅନେକ ଭକ୍ତ ମାଙ୍କ ନିକଟରେ ଶ୍ରଦ୍ଧାରେ ମନୋତ କରିଛନ୍ତି, ଯାହା ମଧ୍ୟ କିଛି ଦିନ ପରେ ପୂରଣ ହୋଇଛି। ଶିଶୁ ପ୍ରାପ୍ତି, ନିଯୁକ୍ତି ଏବଂ ଘର ଶାନ୍ତି ମାଙ୍କ ଆଶୀର୍ବାଦରେ ସମ୍ଭବ ହୋଇଛି। ଅନେକ ଭକ୍ତ ସ୍ୱପ୍ନରେ ମାଙ୍କ ଦର୍ଶନ ପାଇଛନ୍ତି। ସେମାନେ କହିଛନ୍ତି ଯେ ମା ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ ଦୁଃଖ ଦୂର କରିବା ଆଶ୍ୱାସନା ଦେଇଛନ୍ତି। ମା ଭୁଆଁଶୁଣୀ କେବଳ ଏକ ଦେବୀ ନୁହେଁ, ସେ ହେଲେ ଭକ୍ତଙ୍କ ମନର ଅଭିନ୍ନ ଆଶ୍ରୟ। ମା ଭୁଆଁଶୁଣୀଙ୍କ ପୂଜା ବେଳେ ଏହି ପ୍ରିୟ ମନ୍ଦାର ଫୁଲ ସହ ଲାଲ ଚୁନି ଓ ନଡ଼ିଆ ମଧ୍ୟ ଅର୍ପଣ କରନ୍ତି, ଯିଏ ଭକ୍ତଙ୍କୁ ଆଶୀର୍ବାଦ ଦିଅନ୍ତି, ଶତ୍ରୁ ଦୂର କରନ୍ତି ଓ ଦୁଃଖର ଅନ୍ଧକାରକୁ ଭାଙ୍ଗି ଦେଉଛନ୍ତି। ଏଠି କିପରି ପୂଜା ପାଇଲେ ବୋଲି ଏକ ଲୋକ ପ୍ରଚଳିତ ଓ ଭାବପୂର୍ଣ୍ଣ କଥା ଅଛି, ଯାହା ଗ୍ରାମ ଲୋକମାନେ କହି ଆସୁଛନ୍ତି। ତାଙ୍କର ଉପସ୍ଥିତି ଓ ପୂଜାର ଆରମ୍ଭ ସମ୍ପୂର୍ଣ୍ଣ ଭକ୍ତି ଓ ଆଶ୍ଚର୍ଯ୍ୟର ଗାଥା। ମା ଭୁଆଁଶୁଣୀ କେମିତି ପୂଜା ପାଇଲେ? ଏକ ଲୋକ କଥା। ବହୁ ବର୍ଷ ପୂର୍ବେ ଜଙ୍ଗଲ ଏବଂ ଅନ୍ଧକାରମୟ ଥିଲା। ଏଠି ଅନେକ ଘଟଣା ଘଟୁଥିଲା। ଲୋକେ ଅସୁସ୍ଥ ହେଉଥିଲେ ଓ ଘରେ ଘରେ କ୍ଷୁଦ୍ର ଆତଙ୍କ ଦେଖାଯାଉଥିଲା। ଏକ ରାତିରେ ଗାଁର ଜଣେ ବୃଦ୍ଧ ସ୍ତ୍ରୀ ସ୍ୱପ୍ନରେ ଏକ ଦିବ୍ୟ ଜ୍ୟୋତି ଦେଖିଲେ, ଯେଉଁଥିରୁ ଏକ ମାତୃରୂପୀ ଦେବୀ କହୁଛନ୍ତି, ମୁଁ ଏଠି ବିରାଜ କରିଛି। ମୋର ନାମ ଭୁଆଁଶୁଣୀ। ମୋ ପାଇଁ ଏଠି ଏକ ଶୁଦ୍ଧ ସ୍ଥାନ ବନାଇ ପୂଜା କର। ମୁଁ ଗାଁକୁ ରକ୍ଷା କରିବି, ଭକ୍ତଙ୍କୁ କୃପା ଦେବି। ସେ ବୃଦ୍ଧ ସ୍ତ୍ରୀ ସକାଳେ ଗାଁବାସୀଙ୍କୁ ସବୁ କଥା କହିଲେ। ସେମାନେ ଏକ ପ୍ରାଚୀନ ବଟଗଛ ତଳେ ଦେବୀଙ୍କ ପାଇଁ ମଣ୍ଡା ପିଠା, ଫୁଲ, ହଳଦୀ ଦେଇ ପୂଜା କରିଲେ। ସେହି ଦିନଠୁ ଗାଁର କ୍ଷୁଦ୍ର ଆତଙ୍କ, ରୋଗ ଓ ଦୁଃଖ ଦୂରେଇଗଲା। ଆଜି ମାଙ୍କୁ କିପରି ପୂଜା କରାଯାଏ?
ପ୍ରତିଦିନ ଧୂପ ଦୀପ ଲାଲ ଚୁନି ଓ ଫୁଲ ଦିଆଯାଏ। ମଙ୍ଗଳବାର ଓ ଶୁକ୍ରବାର ବିଶେଷ ଭାବେ ପୂଜା କରାଯାଏ। ମାଙ୍କୁ ମଣ୍ଡା ପିଠା ଆଉ ନଡ଼ିଆ ଭୋଗ ରଖାଯାଏ। ବର୍ଷରେ ଏକଥର ବୈଶାଖ ମାସରେ ମହାଯାତ୍ରା ବା ମାଙ୍କ ବଡ଼ ଉତ୍ସବ ହୁଏ। ମା ଭୁଆଁଶୁଣୀଙ୍କ ମୂଳ ରୂପ ହେଉଛି ଉଗ୍ର ଦେବୀ, ଯାହା ଦୁର୍ଗା, କାଳୀ, ଅମ୍ବିକା, ଅଷ୍ଟଭୁଜାର ରୂପ ସହିତ ସମ୍ବନ୍ଧିତ। ଏଠି ତନ୍ତ୍ର ଉପାସନା ପ୍ରାଚୀନ କାଳରୁ ହୋଇ ଆସୁଛି। ବିଶେଷ କରି ମାଙ୍କ ନିଜ ମନ୍ଦିର ଆସପାସ ଅଞ୍ଚଳରେ ତାନ୍ତ୍ରିକ ଓ ମହାସାଧକମାନେ ରାତ୍ରି ସମୟରେ ସାଧନା କରନ୍ତି। ବିଶେଷ ଭାବେ ମହାନିଶା, ଅମାବାସ୍ୟା, ନବରାତ୍ରି ଦିନ ଏଠି ତନ୍ତ୍ର ଉପାସନାର ଶକ୍ତି ବେଶୀ ହୁଏ। ମା ଭୁଆଁଶୁଣୀ ଏକ ଲୋକଶକ୍ତି ପୀଠ। ଯଦିଓ ଏହି ସ୍ଥାନ ଶକ୍ତିପୀଠ ତାଲିକାରେ ନାହିଁ, କିନ୍ତୁ ସ୍ଥାନୀୟ ଭକ୍ତମାନେ ଏହାକୁ ଗୁପ୍ତ ଶକ୍ତିପୀଠ ଭାବରେ ମାନନ୍ତି। କାରଣ ମାଙ୍କ ଉପସ୍ଥିତି ଏଠି ଏତେ ଶକ୍ତିଶାଳୀ ଯେ ତାଙ୍କ ଆଶୀର୍ବାଦରେ ଭକ୍ତଙ୍କ ଜୀବନର ବଡ଼ ବଡ଼ ସମସ୍ୟା ଶେଷ ହୋଇଯାଏ।